ଫିକା ପଡ଼ିଲା ଟ୍ରମ୍ପଙ୍କ ଶୁଳ୍କ ନୀତିର ପ୍ରଭାବ। ଗେମ୍ ବଦଳେଇ ଦେଲା ଭାରତର ଏହି ଏକ ପଦକ୍ଷେପ। ହଁ ଦର୍ଶକ ବନ୍ଧୁ, ଟ୍ରମ୍ପଙ୍କ ଏହି ଟ୍ୟାରିଫ୍ ମାଡ଼ ପୁରା ବିଶ୍ୱରେ କି ପ୍ରଭାବ ପକାଇଥିଲା ତାହା ଆପଣମାନେ ଜାଣିଛନ୍ତି। ଏହା ପୁରା ବିଶ୍ୱର ଅର୍ଥନୀତିର ସ୍ଥିତିକୁ ବିଗାଡ଼ି ଦେଇଥିଲା। କିନ୍ତୁ ଭାରତର ଏକ ପଦକ୍ଷେପ ପାଇଁ ଟ୍ରମ୍ପଙ୍କ ଟ୍ୟାରିଫ୍ ନୀତିର କିଛି ପ୍ରଭାବ ପଡ଼ିନାହିଁ। ଭାରତୀୟ ଉତ୍ପାଦଗୁଡ଼ିକ ଉପରେ ଆମେରିକା ଦ୍ୱାରା ଲଗାଯାଇଥିବା ଉଚ୍ଚ ଶୁଳ୍କର ପ୍ରଭାବ ଧୀରେ ଧୀରେ ହ୍ରାସ ପାଇବାକୁ ଲାଗିଛି। ଭାରତ କେବଳ ଆମେରିକା ଉପରେ ନିର୍ଭର କରିବା ପରିବର୍ତ୍ତେ ନିଜର ରପ୍ତାନିକୁ ଅନେକ ନୂତନ ଦେଶକୁ ବିସ୍ତାର କରିବାକୁ ଆରମ୍ଭ କରିଛି ଏବଂ ଏହି ରଣନୀତି ଏବେ ଫଳପ୍ରଦ ହେଉଛି। ଗତ ମାସରେ ଭାରତର କପା ପ୍ରସ୍ତୁତ ପୋଷାକ, ସାମୁଦ୍ରିକ ଉତ୍ପାଦ ଏବଂ ଅନ୍ୟାନ୍ୟ ସାମଗ୍ରୀ ରପ୍ତାନି ଆମେରିକାକୁ ହ୍ରାସ ପାଇଥିଲା। କିନ୍ତୁ UAE, ଫ୍ରାନ୍ସ, ଜାପାନ, ଚୀନ ଏବଂ ଭିଏତନାମ ଭଳି ଦେଶଗୁଡ଼ିକୁ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଅଗଷ୍ଟ ମାସରେ ଆମେରିକା ସମସ୍ତ ଭାରତୀୟ ସାମଗ୍ରୀ ଉପରେ ଶୁଳ୍କ ଲାଗୁ କରିଥିଲା। ପ୍ରଥମେ 25% ଏବଂ ତାପରେ 2 ଗୁଣ କରି 50% କରିଥିଲା। ଏହା ଭାରତର ରପ୍ତାନିକୁ ଗୁରୁତର ଭାବରେ ପ୍ରଭାବିତ କରିବ ବୋଲି ଆଶା କରାଯାଉଥିଲା। କିନ୍ତୁ ଭାରତ ତା'ର ରଣନୀତି ପରିବର୍ତ୍ତନ କରି ନୂତନ ବଜାର ଉପରେ ଧ୍ୟାନ ଦେଇଥିଲା। ସରକାରୀ ତଥ୍ୟ ଅନୁଯାୟୀ ଆମେରିକାକୁ ସାମୁଦ୍ରିକ ଖାଦ୍ୟ ରପ୍ତାନି 27% ହ୍ରାସ ପାଇଛି। କିନ୍ତୁ ଚୀନ, ଭିଏତନାମ ଓ ଥାଇଲ୍ୟାଣ୍ଡକୁ ରପ୍ତାନି 60%ରୁ ଅଧିକ ବୃଦ୍ଧି ପାଇଛି। ଭାରତ ସରକାର ଏବେ ଏକ ବିଶ୍ୱ ରପ୍ତାନି ବିବିଧତା ଅଭିଯାନ ଆରମ୍ଭ କରିଛନ୍ତି, ଯାହା ୟୁରୋପ, ଏସିଆ, ଆଫ୍ରିକା ଏବଂ ଲାଟିନ୍ ଆମେରିକା ଭଳି କ୍ଷେତ୍ରରେ 40ଟି ପ୍ରମୁଖ ଦେଶକୁ ଚିହ୍ନଟ କରିଛି। ଏକ୍ସପର୍ଟମାନେ କହିଛନ୍ତି ଯେ ଏହି ରଣନୀତି ଦ୍ୱାରା ଭାରତର ରପ୍ତାନି ବୃଦ୍ଧି ପାଇବାର ଆଶଙ୍କା ରହିଛି। ଦର୍ଶକ ବନ୍ଧୁ, ଆମେରିକାର ଏହି ଏକତରଫା ନୀତିର ବିରୋଧ କରୁଛନ୍ତି କି ଆପଣ? ତାହେଲେ କମେଣ୍ଟରେ ୟେସ୍ ଲେଖନ୍ତୁ। ରହିଲି, ଜୟ ଜଗନ୍ନାଥ।